କେବେ ଲକ୍ଷ୍ୟ କରିଛନ୍ତି ଆମ ମନ କେବେ ବି ଚୁପ୍ ବସେନି। ସବୁବେଳେ କିଛି ନା କିଛି ଚାଲିଥାଏ। ଗୋଟେ ଅଜବ କୋଳାହଲ, ଗୋଟେ ଅସ୍ଥିରତା। ହଜାର ହଜାର ଭାବନା ଆସେ ଆଉ ଯାଏ। ଆଉ ଗୋଟେ ଦ୍ୱନ୍ଦ୍ୱ ଯେମିତିକି କେବେ ସରେ ହିଁ ନାହିଁ। ଆଉ ପ୍ରଶ୍ନ ଉଠେ, ମନଟା ସବୁବେଳେ ଏତେ ଚଞ୍ଚଳ କାହିଁକି, ଏତେ କୋଳାହଳ କାହିଁକି? ଆଉ ଏଇଟା କେବଳ ଜଣେ ଦୁଇ ଜଣଙ୍କର କଥା ନୁହେଁ, ଏହା ପ୍ରାୟ ସମସ୍ତଙ୍କର ଅନୁଭବ। କିନ୍ତୁ କ'ଣ ହେବ ଯଦି କୁହାଯାଏ ଯେ ଏହି ମନର କୋଳାହଳକୁ ଶାନ୍ତ କରିବା ପାଇଁ ଆମ ପାଖରେ ଗୋଟେ 25 ବର୍ଷ ପୁରୁଣା ଟୁଲକିଟ୍ ଅଛି? ଆଜି ଆମେ ସେହି ଟୁଲକିଟ୍ ବିଷୟରେ ଜାଣିବା, ଯାହାର ନାଁ ହେଉଛି ଦେବତାନୁସ୍କୃତି। ହଁ, ନାଁଟା ଶୁଣିଲେ ଲାଗିପାରେ ଯେ ଏହା କୌଣସି ପୂଜାପାଠ ବା ଧାର୍ମିକ କଥା, କିନ୍ତୁ ମୋଟେ ନୁହେଁ। ଏହା କୌଣସି ଦେବାଦେବୀଙ୍କ ପୂଜା ବିଷୟରେ ନୁହେଁ, ବରଂ ଏହା ହେଉଛି ଏକ ଅତ୍ୟନ୍ତ ଗଭୀର ମନୋବୈଜ୍ଞାନିକ କୌଶଳ, ନିଜ ଭିତରେ ଥିବା ସେହି ଦିବ୍ୟ ଗୁଣଗୁଡ଼ିକୁ ଜାଗ୍ରତ କରିବାର ଏକ ଉପାୟ। ଏହାର ମୂଳ କଥାଟା ବହୁତ ସରଳ ଆଉ ଶକ୍ତିଶାଳୀ ମଧ୍ୟ। ଆମେ ଯାହା ବିଷୟରେ ବାରମ୍ବାର ଚିନ୍ତା କରୁ, ଆମେ ଧୀରେ ଧୀରେ ସେଇଆ ହିଁ ହୋଇଯାଉ। ତେଣୁ ଏହି ଅଭ୍ୟାସ କହେ, ସର୍ବୋଚ୍ଚ ଗୁଣଗୁଡ଼ିକ ବିଷୟରେ ଚିନ୍ତା କର। ପ୍ରଶ୍ନ ଏଇଟା ନୁହେଁ ଯେ ଦେବତାଙ୍କୁ କେମିତି ପୂଜା କରିବା। ପ୍ରଶ୍ନ ହେଉଛି, କେଉଁ ଗୁଣ ପାଇଁ ସେମାନେ ଦେବତା ହେଲେ, ଆଉ ସେହି ଗୁଣଗୁଡ଼ିକୁ ଆମେ ନିଜ ଭିତରେ କେମିତି ଆଣିପାରିବା। ଏହାକୁ ଏମିତି ଭାବି ହେବ ଯେମିତି ଗୋଟେ ମେଣ୍ଟାଲ ଜିମ୍। ଯେମିତି ଆମେ ଶରୀର ପାଇଁ ଜିମ୍ ଯାଉ, ସେମିତି ଏଇଟା ହେଉଛି ମନ ପାଇଁ ଜିମ୍। ଆଉ ଏହି ଜିମ୍ରେ ଆମେ 5ଟା ଖାସ୍ ଗୁଣର ବ୍ୟାୟାମ କରିବା, ଯାହା ଆମ ମନକୁ ଶକ୍ତିଶାଳୀ, ଶାନ୍ତ ଆଉ ଫୋକସ୍ଡ କରିବ। ତେବେ ଏହି ମେଣ୍ଟାଲ ଜିମ୍ର 5ଟା ମୁଖ୍ୟ ଉପକରଣ ବା 5ଟା ସ୍ତମ୍ଭ କ'ଣ? ଏଗୁଡ଼ିକ ହେଲା ଶ୍ରଦ୍ଧା, ଶୀଳ, ସୁତ, ତ୍ୟାଗ ଆଉ ପ୍ରଜ୍ଞା। ଚାଲନ୍ତୁ ଗୋଟି ଗୋଟି କରି ଏଗୁଡ଼ିକ ବୁଝିବା ଆଉ ଦେଖିବା ଏଗୁଡ଼ିକ ଆମର ଦୈନନ୍ଦିନ ଜୀବନରେ କେମିତି କାମରେ ଆସିବ। ଆଚ୍ଛା, ତେବେ ଆରମ୍ଭ କରିବା ପ୍ରଥମ ସ୍ତମ୍ଭରୁ, ଶ୍ରଦ୍ଧା। ଏବେ ଶ୍ରଦ୍ଧା ଶବ୍ଦଟା ଶୁଣିଲେ ଆମ ମନକୁ ସିଧା ଆସେ ଅନ୍ଧବିଶ୍ୱାସ କଥା, ନୁହେଁ କି? କିନ୍ତୁ ଏଠି ଏହାର ଅର୍ଥ ସମ୍ପୂର୍ଣ୍ଣ ଅଲଗା ଆଉ ବହୁତ ଗଭୀର। ଦେଖନ୍ତୁ, ଶ୍ରଦ୍ଧା ମାନେ ଆଖି ବୁଜି କିଛି ବି ମାନିନେବା ନୁହେଁ। ଏହା ହେଉଛି ଏକ ଅଟଳ ବିଶ୍ୱାସ, ଗୋଟେ ଦୃଢ଼ ଭରସା। କାହା ଉପରେ? 3ଟା ଜିନିଷ ଉପରେ। ପ୍ରଥମ, ସତ୍ୟ ଉପରେ। ଦ୍ୱିତୀୟ, ସେହି ସତ୍ୟ ପାଖକୁ ଯିବାର ରାସ୍ତା ଉପରେ। ଆଉ ତୃତୀୟ, ଯାହା ସବୁଠୁ ଜରୁରୀ, ସେହି ରାସ୍ତାରେ ଚାଲିବା ପାଇଁ ନିଜର କ୍ଷମତା ଉପରେ ଭରସା। ଭାବି ଦେଖନ୍ତୁ ତ, ଆମର କେତେ ମାନସିକ ଶକ୍ତି କେବଳ ସନ୍ଦେହରେ ହିଁ ନଷ୍ଟ ହୁଏ। ମୁଁ ଠିକ୍ କରୁଛି ତ? ଯଦି ଏମିତି ନ ହୁଏ, ଲୋକେ କ'ଣ କହିବେ? ଏହି ସନ୍ଦେହ ଗୋଟେ ଲିକ୍ ପାଇପ୍ ଭଳି ଆମର ସବୁ ଏନର୍ଜିକୁ ଡ୍ରେନ୍ କରିଦିଏ। ଶ୍ରଦ୍ଧା ସେହି ଲିକ୍କୁ ବନ୍ଦ କରିଦିଏ। ଏହା ଗୋଟେ ଲଙ୍ଗର ଭଳି କାମ କରେ, ଯାହା ଆମ ମନୋରୂପକ ଡଙ୍ଗାକୁ ଦ୍ୱନ୍ଦ୍ୱର ଝଡ଼ ଭିତରେ ସ୍ଥିର ରଖେ। ଠିକ୍ ଅଛି, ତେବେ ମନରେ ଗୋଟେ ଦୃଢ଼ ବିଶ୍ୱାସର ଲଙ୍ଗରତା ପଡ଼ିଗଲା। କିନ୍ତୁ ଏହାପରେ କ'ଣ? ସେହି ବିଶ୍ୱାସକୁ ନେଇ ଆମେ କରିବା କ'ଣ? ଆମର କାମ କେମିତି ହେବା ଦରକାର? ଏଇଠି ଆସୁଛି ଆମର ଦ୍ୱିତୀୟ ସ୍ତମ୍ଭ, ଶୀଳ, ଯାହାର ଅର୍ଥ ହେଉଛି ସଠିକ୍ ଆଚରଣ। ଆଉ ଶୀଳ କିଛି ବଡ଼ କଷ୍ଟକର ଜିନିଷ ନୁହେଁ, ଏହା ବହୁତ ପ୍ରାକ୍ଟିକାଲ। ଏହା 5ଟି ମୂଳ ନୀତି ଉପରେ ଆଧାରିତ, ଯାହାକୁ ପଞ୍ଚଶୀଳ କୁହାଯାଏ। ସେଗୁଡ଼ିକ ହେଲା ଅହିଂସା, ଚୋରି ନ କରିବା, ସତ କହିବା, ଯୌନ ଦୁରାଚାରରୁ ଦୂରେଇ ରହିବା ଆଉ ନିଶାଠାରୁ ଦୂରେଇ ରହିବା। ଦେଖନ୍ତୁ, ଏଗୁଡ଼ିକ କୌଣସି କଠୋର ନିୟମ ନୁହେଁ, ବରଂ ଏକ ସୁସ୍ଥ ଜୀବନ ପାଇଁ ଏକ ଗାଇଡଲାଇନ୍। କିନ୍ତୁ ଏହାର ସବୁଠୁ ବଡ଼ ଫାଇଦା କ'ଣ ଜାଣନ୍ତି? ତାହା ହେଉଛି ମନୋବୈଜ୍ଞାନିକ ଫାଇଦା। ଯେତେବେଳେ ଆମ କାମ ସଫାସୁତୁରା ଥାଏ, ଆମ ମନ ଭିତରେ କୌଣସି ଅପରାଧବୋଧ ବା ଗିଲ୍ଟ ରହେ ନାହିଁ। ଆଉ ଯେତେବେଳେ ଗିଲ୍ଟ ନଥାଏ, ମନଟା ଆପେ ଆପେ ହାଲୁକା ଆଉ ଶାନ୍ତ ହୋଇଯାଏ। ଏହାକୁ ମେଣ୍ଟାଲ ହାଇଜିନ୍ ବା ମାନସିକ ସ୍ୱଚ୍ଛତା କହିହେବ। ଯେମିତି ଶାରୀରିକ ସ୍ୱଚ୍ଛତା ଜରୁରୀ, ମାନସିକ ସ୍ୱଚ୍ଛତା ମଧ୍ୟ ସେତିକି ହିଁ ଜରୁରୀ। ହଉ, ତେବେ ଆମ ପାଖରେ ଏବେ ଦୃଢ଼ ବିଶ୍ୱାସ ଅଛି ଆଉ ସଠିକ୍ ଆଚରଣ ବି ଅଛି। କିନ୍ତୁ ଆମେ କ'ଣ କରିବା ଉଚିତ ଆଉ କ'ଣ ନୁହେଁ, ଏହି ନିଷ୍ପତ୍ତି ନେବା କେମିତି? ଏଇଠି ଆସୁଛି ଆମର ତୃତୀୟ ସ୍ତମ୍ଭ, ସୁତ। ସୁତର ଅର୍ଥ ହେଉଛି ଯାହା ଶୁଣାଯାଇଛି, ଅର୍ଥାତ୍ ଜ୍ଞାନ। କିନ୍ତୁ ଏଠି ଗୋଟେ ବହୁତ ମଜାଦାର କଥା ଅଛି। ସୁତର ଅର୍ଥ କେବଳ ଇନଫର୍ମେସନ୍ ବା ତଥ୍ୟ ଏକାଠି କରିବା ନୁହେଁ। ଆଜିକାଲି ତ ଇଣ୍ଟରନେଟ୍ରେ ତଥ୍ୟର ଅଭାବ ନାହିଁ। କିନ୍ତୁ ସେହି ତଥ୍ୟକୁ ନିଜ ଜୀବନରେ, ନିଜ ଆଚରଣରେ ଲାଗୁ କରିବା ହିଁ ପ୍ରକୃତ ଜ୍ଞାନ। ଯେତେବେଳେ ସୂଚନା ଆମ ଅନୁଭବର ଅଂଶ ହୋଇଯାଏ, ସେତେବେଳେ ତାହା ବିବେକ ବା ୱିଜଡମ୍ରେ ପରିଣତ ହୁଏ। ଏହାକୁ ବୁଝିବା ପାଇଁ ଗୋଟେ ବଢ଼ିଆ ଉଦାହରଣ ଅଛି। ପହଁରିବା ଉପରେ 100ଟା ବହି ପଢ଼ିଦେଇ ପାରନ୍ତି, କିନ୍ତୁ ଯେତେବେଳେ ଯାଏଁ ପାଣି ଭିତରକୁ ଯାଇନାହାନ୍ତି, କେହି ପହଁରାଳି ନୁହେଁ। ସୁତ ହେଉଛି ସେହି ପାଣି ଭିତରକୁ ଯିବାର ପ୍ରକ୍ରିୟା। ଯେଉଁ ଜ୍ଞାନ କେବଳ ମୁଣ୍ଡା ଭିତରେ ଥାଏ, କାମରେ ଲାଗେନି, ତାହା ଗୋଟେ ବୋଝ ଛଡ଼ା ଆଉ କିଛି ନୁହେଁ। ଆଚ୍ଛା, ତେବେ ମନକୁ ହାଲୁକା କରିବା କଥା ଯେତେବେଳେ ଉଠିଲା, ଚାଲନ୍ତୁ ଆମର ଚତୁର୍ଥ ସ୍ତମ୍ଭକୁ ଯିବା।
ଆଉ ଏଇଟା ବୋଧହୁଏ ସବୁଠୁ ଶକ୍ତିଶାଳୀ ସ୍ତମ୍ଭ। ତାହା ହେଉଛି ତ୍ୟାଗ। ଏବେ ତ୍ୟାଗ ଶବ୍ଦ ଶୁଣିଲେ ଆମେ ସାଧାରଣତଃ ଦାନ, ଧର୍ମ କଥା ଭାବୁ, କିନ୍ତୁ ଏହାର ପ୍ରକୃତ ଅର୍ଥ ବହୁତ ଗଭୀର। ତ୍ୟାଗର ମୂଳ ଉଦ୍ଦେଶ୍ୟ କେବଳ ବାହାରେ କିଛି ଦେଇଦେବା ନୁହେଁ। ଏହାର ପ୍ରକୃତ ଉଦ୍ଦେଶ୍ୟ ହେଉଛି ନିଜ ଭିତରେ ଥିବା ମୋର ଭାବନା ଉପରେ ଗୋଟେ ସାଇକୋଲୋଜିକାଲ ସର୍ଜରୀ କରିବା, ନିଜ ଅହଙ୍କାରର ଗୋଟେ ଛୋଟ ଅଂଶକୁ କାଟି ବାହାର କରିବା। ଭାବନ୍ତୁ ତ, ମନଟା ମୋର ଜିନିଷରେ କେତେ ଭାରି ହୋଇ ରହିଛି। ମୋ ଘର, ମୋ ଗାଡ଼ି, ମୋ ଚାକିରି, ଏପରିକି ମୋ ବିଚାର, ମୋ ପ୍ରତିଷ୍ଠା ଆଉ ମୋ ଦୁଃଖ। ଏହି ମୋର ଭାବନାଟା ଗୋଟେ ବୋଝ। ତ୍ୟାଗ କରିବା ମାନେ ଯେତେବେଳେ ଆମେ କୌଣସି ଜିନିଷକୁ ନିଃସ୍ୱାର୍ଥ ଭାବେ ଛାଡ଼ିଦେଉ, ଆମେ ସେହି ଜିନିଷ ସହିତ ଯୋଡ଼ି ହୋଇଥିବା ଆମର ମୋର ଭାବନାକୁ ବି ଛାଡ଼ିଦେଉ, ଆଉ ମନଟା ହାଲୁକା ହୋଇଯାଏ। ତେବେ ଚାଲନ୍ତୁ ଦେଖିବା ଆମେ କେଉଁଠି ପହଞ୍ଚିଲେ। ଶ୍ରଦ୍ଧା ଦ୍ୱାରା ସନ୍ଦେହ ଗଲା, ଶୀଳ ଦ୍ୱାରା ଅପରାଧ ବୋଧ ଗଲା, ସୁଧ ଦ୍ୱାରା ଅଜ୍ଞାନତା ଗଲା, ଆଉ ତ୍ୟାଗ ଦ୍ୱାରା ଅହଙ୍କାରର ବୋଝ କମିଗଲା। ଏତେ ସବୁ ହେବା ପରେ ମନ ଯେତେବେଳେ ଏତେ ସଫା ଆଉ ହାଲୁକା ହୋଇଯାଏ, ସେତେବେଳେ କ'ଣ ହୁଏ? ସେତେବେଳେ ଜନ୍ମ ନିଏ ଆମର ପଞ୍ଚମ ଆଉ ଅନ୍ତିମ ସ୍ତମ୍ଭ, ପ୍ରଜ୍ଞା, ଅର୍ଥାତ୍ ବାସ୍ତବତାକୁ ସ୍ପଷ୍ଟ ଭାବେ ଦେଖିବାର ଶକ୍ତି। ପ୍ରଜ୍ଞା ମାନେ ହେଉଛି ଜିନିଷଗୁଡ଼ିକୁ ଠିକ୍ ସେମିତି ଦେଖିବା ଯେମିତି ସେଗୁଡ଼ିକ ଅଛନ୍ତି, ନିଜ ମନର ରଙ୍ଗ ନ ଲଗାଇ। ଆଉ ଯେତେବେଳେ ଆମେ ଏମିତି ଦେଖୁ, ସବୁଠୁ ବଡ଼ ସତ୍ୟ ସାମ୍ନାକୁ ଆସେ, ଆଉ ସେହି ସତ୍ୟ ହେଉଛି ଅନିତ୍ୟତା। ଏଠି କିଛି ବି ସ୍ଥାୟୀ ନୁହେଁ। ନା ସୁଖ, ନା ଦୁଃଖ, ନା ସଫଳତା, ନା ବିଫଳତା। ସବୁକିଛି ବଦଳୁଛି ପ୍ରତି ମୁହୂର୍ତ୍ତରେ। ଆଉ ସବୁଠୁ ଆଶ୍ଚର୍ଯ୍ୟକର କଥା କ'ଣ ଜାଣନ୍ତି? ଏପରିକି ଦେବତାମାନେ ବି ଜାଣନ୍ତି ଯେ ସେମାନଙ୍କର ଯେଉଁ ଦିବ୍ୟ ପଦବୀ ଅଛି, ତାହା ବି ସବୁଦିନ ପାଇଁ ନୁହେଁ, ତାହା ବି ଅସ୍ଥାୟୀ। ଏବେ ଭାବନ୍ତୁ, ଯଦି ଦେବତାଙ୍କ ପଦବୀ ସ୍ଥାୟୀ ନୁହେଁ, ତେବେ ଆମେ ଆମର ଛୋଟ ଛୋଟ ଜିନିଷକୁ ଧରି କାହିଁକି ଏତେ ଦୁଃଖୀ ହେଉଛେ? ଏହି ଗୋଟିଏ ପ୍ରଶ୍ନ ହିଁ ମନକୁ ଶାନ୍ତ କରିବା ପାଇଁ ଯଥେଷ୍ଟ। ଯଦି ସବୁଠୁ ବଡ଼ ସୁଖ ବି ଅସ୍ଥାୟୀ, ତେବେ ଆମର ଏଇ ଛୋଟ ଛୋଟ ଦୁଃଖକୁ ନେଇ ଏତେ ଚିନ୍ତା କରି ଲାଭ କ'ଣ? ପ୍ରକୃତ ଶାନ୍ତି କିଛି ପାଇବାରେ ନାହିଁ, ବରଂ ସବୁକିଛି ଯେ ବଦଳୁଛି, ଏହି ସତ୍ୟକୁ ମାନି ନେବାରେ ହିଁ ଅଛି। ଆଚ୍ଛା, ତେବେ ଏହି 5ଟି ସ୍ତମ୍ଭ ବିଷୟରେ ଶୁଣିବାକୁ ତ ବହୁତ ଭଲ ଲାଗୁଛି, କିନ୍ତୁ ଏହାକୁ ନିଜ ଜୀବନରେ ଲାଗୁ କେମିତି କରିବା? କାରଣ ବିନା ଅଭ୍ୟାସରେ ତ ଏହା କେବଳ ଥିଓରି ହୋଇ ରହିଯିବ। ଖୁସିର କଥା ହେଉଛି, ଏଥିପାଇଁ ଏକ ବହୁତ ସରଳ କିନ୍ତୁ ଶକ୍ତିଶାଳୀ ମାନସିକ ଅଭ୍ୟାସ ବିଷୟରେ କୁହାଯାଇଛି। ଅଭ୍ୟାସଟି ହେଉଛି ଏକ ସ୍ୱୀକାରୋକ୍ତି ବା ଆଫର୍ମେସନ୍। ଏକାନ୍ତରେ ବସି ମନକୁ ଶାନ୍ତ କରି ଏହା ଚିନ୍ତା କରିବାର ଅଛି, ଯେଉଁ ଶ୍ରଦ୍ଧା, ଶୀଳ, ସୁତ, ତ୍ୟାଗ ଆଉ ପ୍ରଜ୍ଞାର ଗୁଣ ପାଇଁ ଦେବତାମାନେ ଦିବ୍ୟ ହୋଇପାରିଲେ, ସେହି ସବୁ ଗୁଣ ମୋ ଭିତରେ ବି ଅଛି। ଦେଖନ୍ତୁ, ଏଇଟା କେବଳ ମନ୍ତ୍ର ଜାପିବା ଭଳି ନୁହେଁ, ଏହା ହେଉଛି ସେହି ଗୁଣଗୁଡ଼ିକୁ ନିଜ ଭିତରେ ଅନୁଭବ କରିବାର ଏକ ପ୍ରକ୍ରିୟା, ନିଜ ମନକୁ ରିପ୍ରୋଗ୍ରାମ କରିବାର ଏକ ଉପାୟ। ତେବେ ମୋଟ ଉପରେ କହିବାକୁ ଗଲେ, ଦେବତାନୁସ୍କୃତି କୌଣସି ବାହ୍ୟ ପୂଜା ନୁହେଁ। ଏହା ହେଉଛି ନିଜ ମନକୁ ଶାନ୍ତ, ସ୍ପଷ୍ଟ ଆଉ ଶକ୍ତିଶାଳୀ କରିବା ପାଇଁ ଏକ ପ୍ରାକ୍ଟିକାଲ ଟୁଲ୍ କିଟ୍। ଶେଷରେ ଗୋଟେ ପ୍ରଶ୍ନ ସହିତ ଛାଡ଼ିଯାଉଛି, ଯଦି ସବୁକିଛି ଏପରିକି ଦିବ୍ୟତା ବି ଅସ୍ଥାୟୀ, ତେବେ ପ୍ରକୃତିରେ ସ୍ଥାୟୀ କ'ଣ? କ'ଣ ଅଛି ଯାହା କେବେ ବି ବଦଳେନି? ଏହାର ଉତ୍ତର ହୁଏ ସେହି ପ୍ରଜ୍ଞା ଭିତରେ ହିଁ ଲୁଚି ରହିଛି।